ମୁଁ ପ୍ରତାପପୁର ଗ୍ରାମର ମୋ ନାଁ ହେଉଛି ପ୍ରଶାନ୍ତ କୁମାର ନନ୍ଦ। ଆମ ଗ୍ରାମରେ କାଲି ରାତି 2ଟା ସୁଦ୍ଧା ହାୱା ଯାଇକରି ବର୍ତ୍ତମାନ ଗୋବିନ୍ଦ ଚନ୍ଦ୍ର ନନ୍ଦ ପିତା ପ୍ରାଣକୃଷ୍ଣ ନନ୍ଦ ତାଙ୍କର ଘର 2 ବଖରା ଘର ଏବଂ ନଡ଼ିଆ ଗଛ ସମ୍ପୂର୍ଣ୍ଣ ଟ୍ୟୁବୱେଲ୍ ନଷ୍ଟ ହୋଇଯାଇଛି, ଭାଙ୍ଗିକି ହାୱା ଭାଙ୍ଗିଛି। ଏବଂ ବାରମ୍ବାର ଏସବୁ ବାରଣ ସତ୍ତ୍ୱେ କୌଣସି ସରକାରୀ କର୍ମଚାରୀ ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି ଏବଂ ରାତି 3 ପହରେ ସବୁବେଳେ 24 ଘଣ୍ଟା ହାୱା ଗାଡ଼ି ଯାଉଛି ଏବଂ ବହୁତ ସ୍ପିଡ଼ରେ ମଧ୍ୟ ଯାଉଛି, ଯାହାଫଳରେ ଏଠି ଯୋଡ଼ିଏ ସ୍କୁଲ ଅଛି। ସ୍କୁଲର ପିଲାମାନେ ମଧ୍ୟ ଭୟରେ ଡରିକି ଆଉ ଆସୁନାହାନ୍ତି ସ୍କୁଲକୁ, ସେ ଗୋଟେ ଚିନ୍ତାର ବିଷୟ। ଏବଂ ଆମ ଗ୍ରାମର ପ୍ରତାପପୁର ଗ୍ରାମର ଯେଉଁ 40 ଘର ବ୍ରାହ୍ମଣ ପରିବାର ଆମେ ଅଛୁ, ସେ ତା ଭିତରୁ ଅନେକ ଲୋକଙ୍କର ଘର ବର୍ତ୍ତମାନ ବିପଦ ଅବସ୍ଥାରେ ଫାଟ ସୃଷ୍ଟି ହେଲାଣି। ଲୋକ ବର୍ତ୍ତମାନ ଭୟରେ ତ ରହୁଛନ୍ତି। ତେଣୁ ଏହାର ଗ୍ରାମବାସୀଙ୍କ ତରଫରୁ ଆମେ ନିବେଦନ କରୁଛୁ କେମିତି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଏବଂ ଗତ ରାତିରେ ଭାଙ୍ଗିଥିବା ଘରଟିର ବର୍ତ୍ତମାନ ତାର କେମିତି କ୍ଷତିପୂରଣ ସରକାରଙ୍କ ତରଫରୁ ମିଳିବ ଏବଂ ସେ ଲୋକ ଆଶ୍ୱସ୍ତି ଲାଭ କରିବା ସଙ୍ଗେ ସଙ୍ଗେ ଗ୍ରାମରେ ସ୍କୁଲ ପିଲା ଏବଂ ଅନ୍ୟାନ୍ୟ ଲୋକମାନେ କେମିତି ଶାନ୍ତିରେ ଟିକେ ରହିବେ ଶୋଇବେ ସେ ଚିନ୍ତା କରାଯାଇ ସରକାରଙ୍କୁ ନିର୍ଦ୍ଦେଶ ଦିଆହେଉଛି।